ସାଙ୍ଗମାନେ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଚାଲନ୍ତୁ ଆଜି ବେବି ବୟ ମାନଙ୍କର ହାଫ୍ ପ୍ୟାଣ୍ଟ ଶିଖିବା। ଏହି ଫର୍ମୁଲା ଅନୁସାରେ ବଡ଼ମାନଙ୍କର ମଧ୍ୟ ବନିପାରିବ। ମେଜରମେଣ୍ଟ ଯେଉଁ ସବୁ ନେଇଛି ସ୍କ୍ରିନରେ ଏହାର ଲେଖାଯାଇଛି। ଲମ୍ବ 13, ହିପ୍ 7.5, ମହୁରୀ 6 ଇଞ୍ଚ, ଲମ୍ବ ଏଇଠି ମୁଁ 13.5 ନେଇଛି। ଉପରେ 2 ଇଞ୍ଚ ଇଲାଷ୍ଟିକ୍ ପାଇଁ, ତଳେ 1 ଇଞ୍ଚର ମହୁରୀ ଫଲ୍ଟ ପାଇଁ। ତାପରେ ଏହାର ହିପ୍ ମାପ ନେବା। 7.5ରେ ମୁଁ ଏଇଠି ମାର୍କ କରିଛି। କ୍ରଚ୍ ଲାଇନ୍ ନେବା। କ୍ରଚ୍ ଲାଇନ୍ ମୁଁ ଏଇଠି ନେଇଛି 7 ଇଞ୍ଚ। କ୍ରଚ୍ ଲାଇନ୍ ଯେଉଁଠି ଚିହ୍ନ ମିଳିଲା ତାହାକୁ ଏମିତି ସିଧା ଗାର ଟାଣିଦେବା। ଗଲେଇ ରାଉଣ୍ଡର ଗୋଟେ ସେପ୍ ଦେବା ପାଇଁ ଏଠି 1.5 ଇଞ୍ଚର ବାହାରକୁ ମାର୍କ କରିବା। ତାପରେ ମହୁରୀ ଏଠି ମୁଁ 5 ଇଞ୍ଚର ନେଇଛି। ୱାନ୍ ଇଞ୍ଚର ଲୁଜିଂ ନେଇଛି। ତାପରେ ମହୁରୀକୁ ଏମିତି ଷ୍ଟ୍ରେଟ୍ ଗାର ଟାଣିଦେବା। 1.5ର ଯେଉଁ ବାହାରକୁ ମାର୍କ କରିଛେ ସେହି ପର୍ଯ୍ୟନ୍ତ ଏମିତି ଗାର ଟାଣିଦେବା ମହୁରୀକୁ। ତାପରେ ଏମିତି ରାଉଣ୍ଡ ସେପ୍ ଦେଇଦେବା। ମୁଁ ଏଇଠି ହାଫ୍ ଇଞ୍ଚର ସେପ୍ ଦେଇଛି। ଯେଉଁ ସବୁ ଜାଗାରେ ଆମେ ମାର୍କ କରିଛେ ସେହି ଗାର ଅନୁସାରେ କଟିଂ କରିଦେବା। ବର୍ତ୍ତମାନ ମୋର କଟିଂ କମ୍ପ୍ଲିଟ୍ ହୋଇଯାଇଛି। ଏବେ ଉପର ଭାଗକୁ ମଧ୍ୟ ଯେଉଁ ସିଧା କରିବା ପାଇଁ ଗାର ଟାଣିଥିଲେ ତାହାକୁ କାଟି ଦେବା। କଟିଂ ପରେ ଏହାର ଲୁକ୍ ଠିକ୍ ଏହିପରି ଦିଶିବ। ମଝି ଭାଗଟି ବନ୍ଦ ଥିଲା, ତେଣୁ ମଝିଟା ଜଏଣ୍ଟ ଭାଗ ହେଇକି ଏମିତି ରହିବ। ସାଇଡ଼୍ ଭାଗ ଖୋଲା ଥିବ, ଯାହାଫଳରେ ଦୁଇ ସାଇଡ଼୍ର ଏମିତି ଦୁଇଟି ପାର୍ଟ ବାହାରି ଆସିବ।
ଷ୍ଟିଚିଂ ଏହିପରି ଦୁଇଟିକୁ ଏହିପରି ଭାବରେ ଜଏଣ୍ଟ ହେବ। ଆଜି ହେଉଛି ଏହାର କଟିଂ ଭିଡ଼ିଓ। ନେକ୍ସଟ ଏହାର ଷ୍ଟିଚିଂ ଜାଣିବା। ତ ସାଙ୍ଗମାନେ